ମ୍ୟାଡାମ କ ଖ ଗ ତମର ଏଇ ଯୋଉ କଥା ଆମର ଜମା ପସନ୍ଦ ନୁହଁ। ଯେତେ କଣ ହେଲା ସତରେ ପସନ୍ଦ ଜମା ନୁହଁ ପସନ୍ଦ ଚା ଚା କାଇଁ ଛାଡ଼ିଦେଲ? କାହିଁକି ସେ ବା ତମରି କାମ ତମେ ବୁଝିପାରୁନ କି? ଆଚ୍ଛା ଆପଣ ମାନେ କୁହନ୍ତୁ ଆଜିକା ଡେଟ୍ରେ ଆମ ଯୋଉ ଭାଇମାନେ ମୋବାଇଲ ବ୍ୟବହାର କରୁଛନ୍ତି ଠିକ ଅଛି ମ୍ୟାଡାମ ତମ କଥାକୁ ସମ୍ମାନ ଦେବାକୁ ଯାଇ ଆମେ କିସ୍ତି କରି ତମେ ମୋବାଇଲ ଧରୁଛୁ ସତ କିନ୍ତୁ ସେଇ ମୋବାଇଲକୁ ଆମେ ବ୍ୟବହାର କରୁଛୁ କିନ୍ତୁ ଆଜିକା ଡେଟ୍ ତମ ଝିଅ ମାନେ ସେଇ ମୋବାଇଲକୁ ଯୋଉ ଅପବ୍ୟବହାର କରୁଛ ତମେ କଣ ସେଇ ମୋବାଇଲକୁ ଆଉ ଭଲରେ ଛାଡୁଛ? କଣ ଅପବ୍ୟବହାର କଲୁ? କଣ ଅପବ୍ୟବହାର କଲ? କାଇଁ ଟିକେ କହିଲ? ଧୈର୍ଯ୍ୟ ଅଛି? ଧୈର୍ଯ୍ୟ ଅଛି ମାନେ ଆପଣ ଲକ୍ଷ୍ୟ କରନ୍ତୁ ଆଜିକା ଡେଟ୍ ଆଜିକାଲି ଝିଅ ମାନେ ମୋବାଇଲକୁ କେମିତି ଭାବରେ ଅପବ୍ୟବହାର କରୁଛି ସେଇ ବାବଦରେ କିଛି କଥା ଆଶ ବିଶ୍ୱାସ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। କଥା ଅଛି ଲକ୍ଷ୍ୟ କରିବେ ଆଜ୍ଞା ଦ୍ୱାପର ଯୁଗରେ ରାଧା ପ୍ରେମ କରୁଥିଲେ କାଖରେ କଳସୀ ଧରି। ଦ୍ୱାପର ଯୁଗରେ ରାଧା ପ୍ରେମ କରୁଥିଲେ କାଖରେ କଳସୀ ଧରି କିନ୍ତୁ ଆଜିକାଲି ଝିଅ ବ୍ୟବହାର କରୁଛନ୍ତି ଆଜିକାଲି ଝିଅ ପ୍ରେମ କରୁଛନ୍ତି ମୋବାଇଲରେ ଇନଷ୍ଟା ରିଲ୍ସ କରି। ସେଇଥିପାଇଁ ତ ମୁଁ କହେ ମ୍ୟାଡାମ କି ନିଶା ମହାରଣା ସାହୁ ଭାଉଜ ଲାଜରେ ମରିବେ ଦେଖିଦେଲେ ତମ ଭାଉ ତମ ଇନଷ୍ଟା ରିଲ୍ସ ଦେଖି ପିଲା ବର୍ବାଦ ତମେ କେବେ ସୁଧୁରିବ ଆଉ? ଲାଜ ସରମକୁ ଭୁଲି ଯାଇ ତମେ କରୁଛ ଇନଷ୍ଟା ରିଲ୍ ସେଇ ଇନଷ୍ଟାରେ ପ୍ରେମ ଯେ କରୁଛ ତମର ଏ କୋଉ ପ୍ରକାରିଆ ଦିଲ୍? ତମେ ଇନଷ୍ଟାଗ୍ରାମରେ ଫିଲ୍ଟର ପକେଇ ନିଜକୁ ଭାବୁଛ ସୁନ୍ଦରୀ ଇନଷ୍ଟାଗ୍ରାମ ଯଦି ଫିଲ୍ଟର ନଥାନ୍ତା ତମେ ଲାଗୁଥାନ୍ତ ଦେଶୀ ଘୁଷୁରୀ। ସେଇଥିପାଇଁ ତ ମୁଁ କହେ ଭାଇ ଫିଲ୍ଟର ପଛର ରିଲ୍ସ ମାନେ ଦେଖି ଭାବିବନି ହିରୋଇନ। ଏଠି ଫିଲ୍ଟର ପଛର ରିଲ୍ସ ମାନେ ଦେଖି ଭାବିବନି ହିରୋଇନ ଫିଲ୍ଟର ହଟେଇ ଦେଖିଲେ ଜାଣିବେ ଏମାନେ ମଣ୍ଡା ଖାଇ ଅସୁରଣୀ। ଆଜ୍ଞା ନାଇଟି ପିନ୍ଧିକି ଭିଡିଓ କରନ୍ତି ରୋଷେଇ ଘରେ ଯାଇ ଏମାନଙ୍କର ତରକାରୀ ହାଣ୍ଡି ପଡି ଯାଉ ପଛେ ୟାଙ୍କର ଇନଷ୍ଟାରେ ଚଳୁଛି ବହି। ଆଜ୍ଞା ଗାଧୁଆ ତୁଠରୁ ମନ୍ଦିର ପର୍ଯ୍ୟନ୍ତ କୋଉଠି ଛଡୁନ ଜମା ଏ ମୋବାଇଲ ନିଶା ପାଗଳ କଲାଣି ତମେ ସବୁଠି ଫୁଟାଅ ବୋମା। ସେଇଥିପାଇଁ ମ୍ୟାଡାମ ଗୋଟିଏ କଥା କି ଅଧା ଲଙ୍ଗଳା ଦେହ ଦେଖାଉନି ହାତ ଜଣୁଛି ଏ ସିଷ୍ଟର। ଏଠି ଅଧା ଲଙ୍ଗଳା ଦେହ ଦେଖାଉନି ହାତ ଜଣୁଛି ଏ ସିଷ୍ଟର ମାତୃଭାଷା ଜ୍ଞାନ ପ୍ରଚାର କରନ୍ତି ତମକୁ ଦେଖିକି ରୋଷ୍ଟର। କଣ ଝିଅ ମାନେ ତମର କଣ କରି ଦେଇଥିଲେ କି? ଚାରୁ ଆଇଲ ମନ ଇଚ୍ଛା ଗାଇଲ। ଭାଇ କଥାଟି ସତନା ମିଛ? କଣ ସତ ନା ମିଛ? ଯଦି କଥାଟି ସତ ହେଇଥିବ ଗୋଟେ ଜୋରଦାର କରତାଲି ହବ କି? ଏ ରହିଯା ଆରେ ଟୋକା ତ ହେଇଛ ଚହଟ ଚିକଣା କଥା କହୁଛ ହସି ହସି। ଟୋକା ତ ହେଇଛ ଚହଟ ଚିକଣା କଥା କହୁଛ ହସି ହସି। ଓ ମିଷ୍ଟର ତମେ କଣ ଭାବିଲ ତମ ହସ ଦେଖି ଏ ଛଟକି ଯିବ କି ଫସି? ମ୍ୟାଡାମ ତମେ ନଗଲେ ଫସି ଆମେ ହୋଇବୁ ବହୁତ ଖୁସି। ସତରେ ଏଠି ତମେ ନଗଲେ ଫସି ଆମେ ହୋଇବୁ ବହୁତ ଖୁସି କାହିଁକି ନା ଝିଅଙ୍କ ପ୍ରେମରେ ଥରେ ଗଲେ ଫସି ଫାଇନାଲ ପଏଜନ ପିଇବ ନହେଲେ ବେକରେ ଦବ ରସି। ସେଇଥିପାଇଁ ତ ମ୍ୟାଡାମ ଆଜିକା ଡେଟ୍ରେ ଆଜିକ ପୁଅ ମାନେ ବା ଆଜିକା ଟୋକା ମାନେ ତମ ଝିଅ ମାନଙ୍କ ଅପେକ୍ଷା ଆମ ଭାଉଜ ମାନଙ୍କୁ ପ୍ରେମ କରିବାରେ ଅଧିକା ପସନ୍ଦ କରନ୍ତି। ସେଇଥିପାଇଁ ତ ମୁଁ କହେ ମ୍ୟାଡାମ ମୁଁ ସ୍କୁଟି ଚଲେଇଛି ବାଇକ୍ ଚଲେଇଛି ଚଲେଇନି କେବେ ବସ୍। ଏଠି ସ୍କୁଟି ଚଲେଇଛି ବାଇକ୍ ଚଲେଇଛି ଚଲେଇନି କେବେ ବସ୍। ଆଜିକାଲି ଭାଉଜ ମାନଙ୍କୁ ଭଲ ପାଇଲେ ନୋ ଟେନସନ କିନ୍ତୁ ଏ ଝିଅ ମାନଙ୍କୁ ଭଲ ପାଇଲେ ଆମର ସବୁ ହେଇଯିବ ଲସ୍। ତାହେଲେ ତମେ ଭାଉଜକୁ ପ୍ରେମ କରିଛ? ନିହାତି ଭାବରେ। କେତେ ଜଣ ଭାଉଜକୁ ପ୍ରେମ କରିଛ ହାତ ନେଇକିଲ? ଭାଇ ଯିଏ ଚିହ୍ନିଥିବ ଧରିକି ବାଡାଅ। ଯିଏ ଚିହ୍ନିଥିବ ଧରିକି ବାଡାଅ। ସବୁ ଭାଉଜକୁ ପ୍ରେମ କରୁଛ ନିର୍ଲଜ ଲାଜ ନାହିଁ ଭାଉଜ ମା ସମ୍ମାନ। ଯଦି ଆମକୁ ଭଲ ପାଇଲେ ହେଇଯାଉଛି ତମର ଲସ୍। ଯଦି ଆମକୁ ଭଲ ପାଇଲେ ହେଇଯାଉଛି ତମର ଲସ୍ ପାଖରେ ବସେଇ ଗୋଲାପ ଦେଇ କାହିଁକି ହଉଥିଲା ଏତେ କ୍ଲୋଜ୍? ଓ ହ୍ୟାଲୋ ଭାଉଜ ପ୍ରେମ ଯେତିକି ମିଠା ସେତିକି ଖଟା ତମ ଚାପ୍ଟର କରିଦେବେ ପୁରା କ୍ଲୋଜ୍। ମ୍ୟାଡାମ ଟିକେ ଥାମ୍ବା ଯଦି କହିଲ କଥାଟି ଶୁଣିକି ଯାଅ। କଣ ଆମ ଚାପ୍ଟର କ୍ଲୋଜ୍ କରିବା ପୂର୍ବରୁ ତମ ଅବସ୍ଥା କଣ ହେଇଥିବ ତମେ ଚିନ୍ତା କରିପାରୁଛ ତ? କଣ ହବ? ଆମେ ସାଙ୍ଗରେ ନେବୁ ପାଖେ ବସିବୁ ବାନ୍ଧିବୁ ପ୍ରେମର ଡୋରି। ଆମେ ସାଙ୍ଗରେ ନେବୁ ପାଖେ ବସିବୁ ବାନ୍ଧିବୁ ପ୍ରେମର ଡୋରି ତମ ଚାପ୍ଟର ଏମିତି ଗାରେଇ ଦବୁ ତମେ ଭଜୁଥିବ ହରି ହରି। ସତରେ ନା କଣ? ଆରେ ପକେଟରେ ନାହିଁ ଟଙ୍କା କି 2 ଟଙ୍କା ଧରୁଛ କେଟିଏମ ଗାଡି। ଆଚ୍ଛା ପକେଟରେ ନାହିଁ ଟଙ୍କା କି 2 ଟଙ୍କା ଧରୁଛ କେଟିଏମ ଗାଡି। ଘରକୁ ଯେତେବେଳେ ଘରଣୀ ଆସିବ ଛାଡୁବ ବିକଳ ରଡି। ମ୍ୟାଡାମ ଆମେ ବାବା ପଇସାରେ କେଟିଏମ ଧରୁଛୁ ନିଜ ପଇସାରେ ତେଲ। ଏଠି ବାବା ପଇସାରେ କେଟିଏମ ଧରୁଛୁ ନିଜ ପଇସାରେ ତେଲ ଘରକୁ ଘରଣୀ ଆସିଗଲା ପରେ ଜସ୍ମିନ ତେଲ ସାଙ୍ଗରେ ନେଇ ଆମେ ନୀତି କରିବୁ ଗେଲ। ଦଶ